ଆଜି ମୁଁ ପଳାଇଛି ଆମ ଛୋଟ ବାଡ଼ିରେ। ଏ ବାଡ଼ିରେ ଆମେ ଟମାଟୋ ଆଉ କିଛି ବାଇଗଣ ଗଛ ହିଁ ଲଗେଇଛୁ। ମୋର ଆଉ ଗୋଟେ ଭିଡ଼ିଓରେ ଦେଖିଥିବେ ଆମେ ଟମାଟୋ ଗଛ ଯାକକୁ ହିଡ଼ କରିକି ଲଗେଇଛୁ। ସେଇ ହିଡ଼ କରିକି ଲଗେଇଥିବା ଟମାଟୋ ଗଛ ଯାକରେ ଏବେ ଛୋଟ ଛୋଟ ଟମାଟୋ ଯାକ ଆସିଛି। ମୁଁ ଆପଣଙ୍କୁ ଆଉ ଗୋଟେ ଭିଡ଼ିଓରେ ଦେଖେଇବି। ହେଲେ ଆମର ଏ ବାଡ଼ିରେ ଟମାଟୋ ଯାକ ପାଚି ସାରିଲାଣି। ଦେଖନ୍ତୁ ପୁରା ଲାଲ ଦିଶୁଛି। ଏଥର ଆମର ଟମାଟୋ ଯାକ ଆମ ବାଡ଼ିରେ ଆସି ସାରିଲାଣି। ତ ଏବେ ଆମେ ବଜାରରୁ ଟମାଟୋ ବାଇଗଣ କିଣିବାର ଝଞ୍ଝଟ ସରିଗଲା। ଆଉ ଏ ଟମାଟୋରେ ଆମେ କିଛି ଖତ ସାର ବି ପକେଇନୁ। ଏଇଟା ବହୁତ ବଢ଼ିଆ ଫ୍ରେଶ୍ ଟମାଟୋ ଯାକ। ଆପଣ ବି ଯଦି ଫ୍ରେଶ୍ ଟମାଟୋ ଖାଇବାକୁ ଚାହୁଁଛନ୍ତି ତାହେଲେ ଘରର ଗୋଟିଏ ଛୋଟ ଜାଗାରେ ଆପଣ ଚାରା ଆଣିକି ଲଗେଇଲେ ବହୁତ ସାରା ଟମାଟୋ ପାଇପାରିବେ। ଏଇଟା ଆମେ ଛୋଟ ଜାଗାରେ ହିଁ ଲଗେଇଛୁ। ଆଉ ଦେଖନ୍ତୁ ଟମାଟୋ ଯାକ କେତେ ବଡ଼ ବଡ଼ ଦିଶୁଛି। ଦେଖନ୍ତୁ କେତେ ବଡ଼ ଟମାଟୋ। ଆଉ ସବୁଠୁ ବଢ଼ିଆ କଥା ହେଲା ଆମକୁ ଯେତେବେଳେ ଯେତେ ଟମାଟୋ ଦରକାର ଆମେ ସେତିକି ଟମାଟୋ ଗଛରୁ କାଢ଼ି ଆଣୁଛୁ। ଦେଖନ୍ତୁ ଆଜି ଆମକୁ ଏତିକି ଟମାଟୋ ଦରକାର ଅଛି ବୋଲି ଆଜି ଆମେ ଗଛରୁ ଏତିକି ଟମାଟୋ କାଢ଼ି ଆଣିଛୁ।